ତମେ କେତେ ଜୋର ସେ ଗେହୁଛ ମାନେ ସତରେ ମୋ ଦୁଧ ମାନେ ଏତେ ଜୋର ସେ ଚିପିଛ ମୋର ମାନେ ଦୁଧ ଗୁଣ୍ଡି ଏପର୍ଯ୍ୟନ୍ତ ମାନେ ବିନ୍ଧା ଛାଡୁନି ଜାଣିଛ। ବିନ୍ଧା ଛାଡୁନି ପର୍ଯ୍ୟନ୍ତ? ନା ତମେ ନା ଯେତେବେଳେ ଏଥର ମତେ ଗେଇବ ମାନେ ମୋ ପାଇଁ ଔଷଧ ନେଇକି ଆସିବ ତାପରେ ଗେଇବ ଦର୍ଜ ଯେମିତି କଟିବ। ଔଷଧ ମତେ ନେଇକି ଆଇବି? ହଁ ମତେ ଡର ଲାଗୁଛି ତମେ କେମିତି ଗେଉଛ ଖାଲି ଟାଙ୍କଟେ କେତେବେଳେ ମାନେ ଘୋଷାଡି ଗୋଟେ ଦେଇକି ଯାଉଛ ମାନେ ମୁଁ ବୁଝିପାରୁନି। ଆରେ ପକେଇ ମୁଁ ଉଠେଇ ଗଡେଇ ତଡେଇ ମତେ ଗେଉଛ। ଆରେ ମୁଁ ସେଇ ଯୋଉ ଗିହା ଗିହି ଭିଡିଓ ନାହିଁ କି ମୁଁ ସେଠୁ ଦେଖିଛି ବହୁତ ଗୁଡାଏ ମାନେ ଏମିତି ଗିହନ୍ତି ସେଥିପାଇଁ ମୁଁ ଦେଖିକି ତତେ ଗେଉଛି ଏମିତି। ହଁ ମାନେ ବିପିରେ ଯେମିତି ଗେଉଛନ୍ତି ମାନେ ତମେ ପୁରା ତାଙ୍କଠୁ ଆହୁରି। ସତରେ? ହୁଁ ବୁଢା ହେଇଗଲାଣି କିନ୍ତୁ ବାଣ୍ଡ ଏବେ ବି ମାନେ 18 ବର୍ଷ ଟୋକାଙ୍କଠୁ ଭାରି ତାଗଡା ବାଣ୍ଡ ତମର। ହଁ ମୋର ବାଣ୍ଡ ସେମିତି କାହିଁ କହିଲୁ ତୋ ଭଳି ମାଇକିନା ଖଣ୍ଡେ ପାଇଲେ ବାଣ୍ଡ ଆପେ ଆପେ ଉଠିବ ବୁଝିପାରୁଛୁ କି ନାଇଁ? ଶାଶୁ ମରିଗଲା ପରେ ତାଙ୍କ ଗିହା ରାଗ ତକ ମୋ ଉପରେ ସୁଝାଉଛ ନାଇଁ? ହଁ କହିବନି ଆଉ କେମିତି କହିବନି। ଥାନ୍ତା ଯଦି ସେ ତୋ ଭଳି ବି ସେ ନାହିଁ ସେତେ ତୋ ଗାଣ୍ଡି ଦୁଧ ଯେମିତି ହେଇଛି ମୋ ମାଇକିନାର ସେମିତି ନାହିଁ। ସେ ସୁଖ ମତେ ଦେଇପାରେନି ସେ ବୁଝିପାରୁଛୁ ନାଇଁ କି ମୁଁ ବୁଝିପାରୁଛି। ଆଉ ଗୋଟେ କଥା ମୋ ପୁଅ ମାନେ ତୋ ସ୍ଵାମୀ ହେଲା ସେ ଶଳା ମାନେ ଏଇଭଳି ଗୋଟେ ମାଇକିନା ପାଇଛି କିନ୍ତୁ ଗେହି ପାଉନି ନା ଶାନ୍ତି ତତେ ଦେଖ କରିପାରୁନି। ଯଦି ବାପା ତମେ ଗେଇ ନଥାନ୍ତ ମୁଁ ସତ କଥା କହୁଛି ମୁଁ ଯେମିତି ତମେ ତ ଜାଣିଛ ମୁଁ ଆଉ ଯୋଉଟା ଦେଖେଇଥାନ୍ତି ଆଉ ଭାବିବାରେ କଣ ଅଛି। ନା ନା ଆରେ ଦେଖ ଘର କଥା ଘରେ ରହିବ ନା ଶୁଣ ଆମେ ବାହାରେ ଦେଖ ବାହାରେ ଯଦି ଏମିତି କାମ କରିବ ବଦନାମ ହବ କି ନାଇଁ କହିଲ? ସେଥିପାଇଁ କହୁଛି ଘର କାମ ଘରେ କରିବା ବାହାର ଲୋକ ଜାଣିବାର ହିଁ ନାହିଁ। ଯେତେବେଳେ ଇଚ୍ଛା ଗିହା ଖାଇବା ପାଇଁ ମୁଁ ଅଛି ହେଲା ନିର୍ଧୁମ ଗେହିବି ଏମିତି ଗେହିବି ତମେ ଟୋଟାଲି ମାନେ ଜୀବନ କେବେ ଭୁଲି ପାରିବନି। କୋଉ ଭୁଲି ପାରୁଛି ତ ମାନେ ଏଠି ରହିକି ତ ତମ କଥା ଭାବିକି କେତେ ଥର ମୁଁ ବିଏରେ ଆଙ୍ଗୁଠି ମାରିଛି। ବିଏରେ ଆଙ୍ଗୁଠି ପୁରଉଛୁ ଆରେ ଚାଲିଆ ରେ ଜଲ୍ଦି ଚାଲିଆ ଘରକୁ ପଳେଇଆ। ଗଲେ କଣ କରିବା ପୁଣି ଗେଇବ ନା କଣ? ଗେହିବି ଏଥର ତ ଗାଣ୍ଡି ତ ବିହା ପରେ ଚାଟିକି ପୁରା ନାଲି କରିବି। ଆଚ୍ଛା। ପୁରା ଚାଟିବି ଏମିତି ଚାଟିବି ଯେମିତି କୁକୁର ଚାଟେ ଦେଖିଛ ସେମିତି ଚାଟିବି। ସେଇଆ ତ କର ନା ହଁ କହିବନି କେମିତି। ଏଥର ଅଧିକା କରିବି କାହିଁ କହିଲୁ ଗୋଟେ ମାସ ହେଲାଣି ପୁରା ଭୋକେଇଲା ଅଛି ପୁରା ହେଲା ଏମିତି ଚାଟିବି ତୁ ବିଶ୍ଵାସ କରିପାରିବୁନି। ଯୋଉ ମୋ ହାତ ଦିଟା ବାନ୍ଧିକି ଚାଟିଲ ମୋ ବିଆକୁ ମୋ ଦେହ ମୋଟେ କଣ ହେଇଗଲା ଜାଣିଛ? କଣ ହେଇଗଲା ଦେହ ମୁଣ୍ଡ? ହଁ ଦେହ ମୁଣ୍ଡ ମାନେ ମୁଁ ହଲି ପାରୁନି ମୁଁ ଦିଟା ହାତ ବାନ୍ଧି ଦେଇଛି ଖଟରେ ହାତରେ ତାପରେ ମୋ ଗୋଡ ଖାଲି ଛାଟୁଛି ତମେ ବିଏଫ ମାନେ ମୁହଁ କାଢୁନ ଜମା ବି ଭାବିଲ ମୁଁ କେମିତି ହଉଥିବ ମୋର ଶୋଲ୍ଡର ଉଠୁଥିବ। ହଁ ବିହା ତମର ସେମିତି ଅଛି ବୋଲି ସେମିତି ହଉଛି ନା ଆଉ। ଦେଖ ହଁ ଆଉ ବିୟର ମାନେ ବାଳ ହଁ ତ କାଟିଦେବି ନା ରଖିବି ସେମିତି। ବିହାରୁ ନା ବାଳ ଥିବ ନା ବାଳ ଗୁଡା ପସନ୍ଦ ମୋର ବହୁତ। ବାଳକୁ ଦାନ୍ତରେ ଚାବିକି ଛିଣ୍ଡେଇ ବିଆକୁ ଚାଟିବି। ଏମିତି କୁହନି ବାବା ମୋ ଦେହ ମୁଣ୍ଡ କଣ ହେଇଯାଉଛି ଜାଣିଛ ନା। ସେମିତି ମଜା ନା ଆଉ ଶୁଣ ସେମିତି ମଜା ବହୁତ ଲାଗିବ ୟାର ତୁ ଜଲ୍ଦି ଘରକୁ ପଳେଇଆ। ଭାବୁଛି ଯିବି ହେରି ଏଇଟା ଯୋଉ ପଞ୍ଚୁକଟା ଯାଉ ହେରି ଯିବି ଆଉ। ପଞ୍ଚୁକ ଆସିଲା ପରେ ଆସିବୁ? ହୁଁ। ଏଇ ପଞ୍ଚୁକରେ ମୁଁ ମୁଠି ମାରି ପାରୁନି ତୋ କଥା ଭାବିକି ବି। ହଁ ତ କଣ କରିବା କହୁନ ପଞ୍ଚୁକରେ ଆଇଁଷିଣିଆ କାମ ଗୁଡା କରୁଛ କାହିଁକି ସତ ଏମିତି କଥା କହିକି ମୋ ତମେ ବିଆ ଓଦା କରିସାରିଲଣି ଜାଣିଛ। ଆଉ ତୁ ବିହାରେ ଆଙ୍ଗୁଳି ପୁରଉନୁ? ମନେ ପଡିଲେ ପୁରଉଛି ଆଉ। ଆରେ ଆରେ ପଞ୍ଚୁକ ଡିଷ୍ଟର୍ବ କରୁଛୁ ବହୁତ ନା ହଁ ମୋ କଥା ମନେ ପଡିଲେ ମୁଠି ମାରି ଏଇ ପାରୁନି ତୁ ଶୁଣ ବିହାରେ ଆଙ୍ଗୁଳି ପୁରେଇ ପାରୁନୁ। ତମେ ଆସୁନ ଭାରି ଆମ ଘରକୁ ରୋଲରେ। ତମ ଘରକୁ ପଳେଇବି? କହିଲେ ଆରେ ଆଇଛନ୍ତି ମୋ ଘର କଥା ଶ୍ୱଶୁର କିଏ ବୁଝିବ ବୁଲିବାକୁ। ଘରେ ଘର କଥା ଜମିବାଡି କି କଥା କିଏ ବୁଝିବ ପୁଣି ପଳେଇଲେ? ହଁ ବାଳ ଜମି କଥା କଣ ମାନେ ଗେଇଆଠୁ ତମ ଜମି ବାଡି କଥା ଆଗ। ନା ତ ଗେହିବି ତତେ। ନା ମୁଁ ଜାଣିନି ତମେ ଆସ ଭାରି ନା।